ସୌରମଣ୍ଡଳରେ ସଂଗଠିତ ହେବ। ଏହି ଗ୍ରହଣ ଭାଦ୍ରବ ମାସ ପୂର୍ଣ୍ଣିମା ତଥା ଇନ୍ଦ୍ର ପୂର୍ଣ୍ଣିମା ତିଥିରେ ଲାଗୁଥିବାରୁ ଏହି ଗ୍ରହଣ କୁମ୍ଭ ରାଶିରେ ସଂଗଠିତ ହେବ, ଯାହାଦ୍ୱାରା କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଗ୍ରହଣର ପ୍ରଭାବ ଅଧିକ ରହିବ। ଯେହେତୁ ଏହି ଗ୍ରହଣ ଇନ୍ଦ୍ର ପୂର୍ଣ୍ଣିମା ଓ ଭାଗବତ ଜନ୍ମଦିନ ପଡ଼ୁଅଛି, ତେବେ କେମିତି ଏହାକୁ ପାଳନ କରିବେ ଓ କେଉଁ ସମୟରେ ପାଳନ କରିବେ, ଏହିସବୁ ବିଷୟରେ ଆଜି ଆମେ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଭାବରେ ଜଣାଇବୁ। ଏଥିସହିତ ବନ୍ଧୁଗଣ, ଆଜିର ଏହି ଭିଡ଼ିଓରେ ଆମେ ଚନ୍ଦ୍ରଗ୍ରହଣର ସ୍ପର୍ଶ ସମୟଠାରୁ ଆରମ୍ଭ କରି ମୋକ୍ଷ ପ୍ରାପ୍ତି ପର୍ଯ୍ୟନ୍ତ ସମସ୍ତ ସମୟ ସୀମା, ଓଡ଼ିଶାରେ କେଉଁ ସମୟରେ ଦୃଶ୍ୟମାନ ହେବ, ସୂତକ ସମୟ ବା ହାଣ୍ଡିଛାଡ଼ ସମୟ ଓ ଶୁଭ ଅଶୁଭ କାର୍ଯ୍ୟ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା, ଯାହାକି ପାଞ୍ଜିର ନିର୍ଭୁଲ ଗଣନାରୁ ସଂଗୃହୀତ ଅଟେ। ଭିଡ଼ିଓର ଶେଷରେ ରହିଅଛି ଚନ୍ଦ୍ରଗ୍ରହଣ ସମୟରେ କ'ଣ କରିବେ ଓ କ'ଣ କରିବେ ନାହିଁ, ଗର୍ଭବତୀ ମହିଳାମାନଙ୍କ ପାଇଁ କ'ଣ ରହିଛି ଏବଂ କେଉଁ ରାଶିର ବ୍ୟକ୍ତି